ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାଦର ସ୍ୱାଗତ। ଆଜିର କ୍ଲାସରେ ଆମେ ଦେଖିବା ସାହିତ୍ୟ ସୁରଭି, ଯାହାକି ଅଷ୍ଟମ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ। ସେହି ବିଷୟଟିର ପ୍ରଥମ ଅଧ୍ୟାୟକୁ ଆମେ ଆଜି ପଞ୍ଚିପତ୍ରର ପ୍ରଥମ ଅଧ୍ୟାୟଟିରେ ରହିଛି ଆସ ଉତ୍କଳୀୟ ପଦ୍ୟଟି ଅଛି ଏବଂ ଏହାର ସ୍ରଷ୍ଟା ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ। ପଢ଼ିବାର ଆରମ୍ଭରୁ ଆମକୁ ମନେ ରଖିବାକୁ ପଡ଼ିବ ଯେ ପଦ୍ୟ ଯେବେ ବି ଆମେ ପଢ଼ୁଛେ ପ୍ରାରମ୍ଭରେ ଆମେ ତାର ଆବୃତ୍ତି କରିବାକୁ ପଡ଼ିବ। ତ ପୁଣି ଥରେ କହି ରଖୁଛି, ପଦ୍ୟଟିର ନାମ ହେଉଛି ଆସ ଉତ୍କଳୀୟ, ଲେଖିଛନ୍ତି କବି ଜାତୀୟ କବି ବୀରକିଶୋର ଦାସ। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗରବେ ତୋହର ଆପେ ଆପେ ନଈ ପଡ଼ିବ ମଥା। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ ଅମଳିନ ପରା ତାହା ଜଗତେ। ପାଇକ ପୁଅର ଗାରିମା ଯାଥିଲା ସ୍ୱାଧୀନତା ଜାଗେ ଦେଲା ଆହୁତି, ସେ ଜାତି ଦାୟଦ ଆମେ ତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଜୀବତ କହି। ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା କାହିଁ କେଉଁ ଦେଶ ହେବ ତା ସରି। ଜାତି ପାଇଁ ଦିନେ ବାଳୁତ ଧରମା ଝାସିଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ। ତ୍ୟାଗ ଆଦରସ ଜାତିର ମହତ୍ୱ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି। ବାଜି ରାଉତର ନାଁ ଲୁଚି ନାହିଁ ମୁକୁତ ପଥର ସୈନିକ ସେହି, ତରପଣ କର ସେ ନାମ ଉଚ୍ଚାରି ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ଠିକ୍ ଅଛି, ବର୍ତ୍ତମାନ କବିତାଟିକୁ ଆହୁରି ବି ଭିନ୍ନ ଧରଣରେ ତୁମେମାନେ ଆବୃତ୍ତି କରିପାରିବ। ସେହି ମୋହନୀୟ କବିଙ୍କ ବିଷୟରେ ଆମେ ଦେଖିବା। କବିତାଟିର କବି ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ। ବୀରକିଶୋର ଦାସ 23 ନଭେମ୍ବର 1896ରେ ଜନ୍ମ ହୋଇ 28 ଏପ୍ରିଲ 1973 ମସିହାରେ ତିରୋଧାନ ହୋଇଥିଲେ। ସେ ଜଣେ କବି ଓ ରାଜନେତା ଥିଲେ। ସେ 1896 ମସିହା ନଭେମ୍ବର ମାସ 23 ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜାତୀୟ କବି ଭାବରେ ପରିଚିତ କବି ବୀରକିଶୋର ଦାସ ଥିଲେ ପିତା ଜମିଦାର ଗୋପାଳ ଚନ୍ଦ୍ର ଦାସଙ୍କର ପ୍ରଥମ ସନ୍ତାନ। ସେ ଗ୍ରାମ ଚାଟଶାଳୀରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ କଟକ ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଉଣେଇଶହ 11 ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକ କଲେଜରେ ଏଫଏ ପଢ଼ିଥିଲେ, ମାତ୍ର ପାଠପଢ଼ା ସମ୍ପୂର୍ଣ୍ଣ କରିନଥିଲେ। କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା ଓ ପରେ ସହକାରୀ କିରାଣୀ ଚାକିରି କରିଥିଲେ, ମାତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସରକାରୀ ଚାକିରି ଛାଡ଼ିଥିଲେ। ତାଙ୍କର ପ୍ରଥମ କବିତା ପୁସ୍ତକ ମୋହନବଂଶୀ 1922 ମସିହାରେ ସେ ରଚନା କରିଥିଲେ। ଏହା ମୁଖ୍ୟ ଭାବରେ ବାପୁଜୀଙ୍କର କଥା ଓ ବାଣୀଙ୍କୁ ନେଇ ରଚିତ ହୋଇଥିଲା। ତାଙ୍କର କବିତା ପୁସ୍ତକ ଗୁଡ଼ିକ ହେଉଛି ରଣଦୁନ୍ଦୁଭି, ରଣଭେରୀ, ବିଦ୍ରୋହୀ ବୀଣା, ମୋହନବଂଶୀ, ସବୁଜ ସାଥୀ, ସମର ଯୁଗର ଅମର ଗୀତ, ସାତଦୀପ, ବୀରଗୀତିକା ଇତ୍ୟାଦି। ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ଅଗ୍ନିବର୍ଷା କବିତାମାନ ସୃଷ୍ଟି କରି ବିଦେଶୀ ଇଂରେଜୀ ସରକାରଙ୍କ ବିରୋଧରେ ପ୍ରତ୍ୟକ୍ଷ ବିପ୍ଳବ ନିମନ୍ତେ ଜାଗରଣ ସୃଷ୍ଟି କରିଥିଲେ। ସରଳ ଭାଷାରେ ଜ୍ୱାଳାମୟ କବିତାମାନ ଲେଖି ସେ ଆଲୋଡ଼ନ ସୃଷ୍ଟି କରିଥିଲେ। ଆସ ଉତ୍କଳୀୟ ପଦ୍ୟଟିର ସମ୍ପୂର୍ଣ୍ଣ ବ୍ୟାଖ୍ୟାକରଣ ଏବଂ ଏହାକୁ ଆମେ ଆଜି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ପୁଣି ଥରେ କହି ରଖୁଛି,
ଅଷ୍ଟମ ଶ୍ରେଣୀର ପ୍ରଥମ ପଦ୍ୟଟି ହେଉଛି ଆସ ଉତ୍କଳୀୟ, ଯାହାକୁ ଲେଖିଛନ୍ତି ଜାତୀୟ କବି ବୀରକିଶୋର ଦାସ। କବିତାଟିର ପ୍ରଥମ ପଦଟି ହେଉଛି ଆସ ଉତ୍କଳୀୟ ଶୁଣ ସର୍ବେ ମିଳି। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। କବିତାଟିର ପ୍ରଥମ ଯେତେବେଳେ ଆମେ ଆସୁଛେ ପଢ଼ିବାକୁ ବା ପଦ୍ୟଟିକୁ ପଢ଼ୁଛେ, ମୁଖ୍ୟ ଅଂଶ ରହୁଛି ଏହାର ଆବୃତ୍ତି, ଏହାକୁ ଆମେ ଗାଇପାରିବା। ତ ପ୍ରଥମ ପଦଟିର ହଉଛି କ'ଣ ନା, ଆସ ଉତ୍କଳୀୟ ହେ ଉତ୍କଳବାସୀ ମାନେ ଆସ, ସମସ୍ତେ ମିଳିମିଶି କରି ଆସ, ଏ ଦେଶ ଏବଂ ଆମ ଏଇ ଯୋଉ ଜାତି ଓଡ଼ିଆ ଜାତିର ପୂର୍ବ କଥା ମାନେ ପୂର୍ବ ଇତିହାସକୁ, ସ୍ମରଣେ ଯାହାର ଗରବେ ତୋହର, ଯାହାକୁ ଆମେ ଟିକେ ମନେ ପକେଇବା। ଯଦି ଆମେ ମନେ ପକାଉଛେ ବା ପୁରୁଣା ଅତୀତଟାକୁ ଆଲୋଚନା କରୁଛେ, ଗର୍ବ ବେଲେ ଗର୍ବରେ ତୋହର ବେଲେ ଆମ୍ଭମାନଙ୍କର ଆପେ ଆପେ ମାନେ ଆପେ ଆପେ ନଈ ପଡ଼ିବ ଥିଲେ ଆମ ମୁଣ୍ଡ ନତମସ୍ତକ ହୋଇଯିବ। ଏହି ଆସ ଉତ୍କଳୀୟ କବିତାଟି ଯେହେତୁ କବିଙ୍କର ଏକ ଦେଶ ପ୍ରେମ ମୂଳକ ସୃଷ୍ଟି, ଏଥିରେ କବି ଉତ୍କଳ ବା ଓଡ଼ିଆ ମାନଙ୍କୁ ଜାତୀୟତା ବୋଧରେ ଉଦ୍ବୁଦ୍ଧ ହେବାକୁ ଆହ୍ୱାନ ଜଣାଇଛନ୍ତି। ଆମମାନଙ୍କୁ କବି ଉତ୍କଳୀୟ ଭାବରେ ସମ୍ବୋଧନ କରିଛନ୍ତି ଏବଂ ଏଠାରେ କବି କହିଛନ୍ତି ଯେ, ହେ ଉତ୍କଳବାସୀ, ହେ ଓଡ଼ିଶାର ସନ୍ତାନ ମାନେ ସମସ୍ତେ ଜାତୀୟତା ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ମିଳିତ ଭାବରେ ପ୍ରସ୍ତୁତ ହୁଅ। କବି ଉତ୍କଳୀୟ ମାନଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବା ପାଇଁ ଏହି ମାଟିର, ଏହି ଜାତିର ପୂର୍ବ ପୁରୁଷ ମାନଙ୍କର ଗୌରବମୟ ଗାଥା ବା ଇତିହାସର ବର୍ଣ୍ଣନା କରିଛନ୍ତି। କବିଙ୍କ ମତରେ ସେହି ଗୌରବର କଥାକୁ ସ୍ମରଣ କଲେ ବା ମନେ ପକାଇଲେ ଉତ୍କଳୀୟ ମାନଙ୍କର ଯଥା ରୀତି ଅନୁସାରେ ବା ପୂର୍ବ ଇତିହାସକୁ ଅନୁଧ୍ୟାନ ବା ସ୍ମରଣ କରାଇ ଦେବା ଫଳରେ ଆପେ ଆପେ ଆମର ମଥାଟି ନଇଁଯିବ। ଏହି ଦେଶ ମାତୃକାର ପାଦ ତଳେ ନିଜକୁ ସମର୍ପଣ କରିବା ପାଇଁ କବି ସ୍ୱତଃ ଭାବରେ ନିଜର କବିତା ମାଧ୍ୟମରେ ଆମକୁ ଆହ୍ୱାନ ଜଣାଇଛନ୍ତି ଏବଂ ନିଜକୁ ସମର୍ପଣ କରିବା ପାଇଁ ସ୍ୱତଃ ଇଚ୍ଛା ସୃଷ୍ଟି ହେବ ଜାତୀୟତାର ଜନଜାଗରଣରେ। ଏବେ ବର୍ତ୍ତମାନ ଆମେ ଏହି ପଦ୍ୟଟିର ଦ୍ୱିତୀୟ ପଦଟିକୁ ଦେଖିବା। ଦ୍ୱିତୀୟ ପଦଟି କହୁଛି, ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ତ ବକ୍ସି ଜଗବନ୍ଧୁ କିଏ ସେ ଆମେ ଅଳ୍ପ ବହୁତ ସମସ୍ତେ ଜାଣିଛେ। ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ତାଙ୍କର ପୁରା ନାମ ଏବଂ ସେ ବକ୍ସି ଜଗବନ୍ଧୁ ଭାବରେ ପରିଚିତ ଅଟନ୍ତି। ଖୋର୍ଦ୍ଧା ରାଜାଙ୍କର ସେ ଥିଲେ ବକ୍ସି। ଖୋର୍ଦ୍ଧା ପାଇକମାନଙ୍କୁ ମେଳିକରି ବା ଏକାଠି କରି ସେ ଇଂରେଜ ଶାସକଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ଚନ୍ଦନ ହଜୁରୀଙ୍କର ଅନ୍ୟ ନାମ ମଧ୍ୟ ଚାକ୍ଷୀ ଖୁଣ୍ଟିଆ। ସେ ଚାକ୍ଷୀ ଖୁଣ୍ଟିଆ ନାମରେ ସମଗ୍ର ଓଡ଼ିଶାରେ ଚିରା ପରିଚିତ। ସେ ଥିଲେ ଭାବରେ ଜଗନ୍ନାଥ ମନ୍ଦିରର ଜଣେ ସେବକ। 1857 ମସିହାରେ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ସଂଗ୍ରାମ ଜାରି ହୋଇଥିଲା, ସେଥିରେ ସେ ପ୍ରମୁଖ ଭାବରେ ଅଂଶଗ୍ରହଣ କରି ମୁଖ୍ୟ ନାୟକ ରୂପରେ ଓଡ଼ିଶାର ଏହି ଇତିହାସରେ ଅବତୀର୍ଣ୍ଣ ହୋଇଥିଲେ। ତ ଏଇ ପଦଟି ଆମକୁ ବୁଝାଇ ଦଉଛି ଏହା ଯେ, ଖୋର୍ଦ୍ଧାର ପାଇକ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଯିଏକି ନିଜର ଜନ୍ମଭୂମିର ଟେକ ପାଇଁ ଇଂରେଜମାନଙ୍କ ସହିତ ଯୁଦ୍ଧ କରିଥିଲେ, ସେ ଆଜି ଆଉ ନାହାନ୍ତି। ସେହିପରି ପୁରୀର ଯୋଦ୍ଧା ଚନ୍ଦନ ହଜୁରୀ ବା ଚାକ୍ଷୀ ଖୁଣ୍ଟିଆ ମହାଶୟ ମଧ୍ୟ ଏ ଜାତିର ଟେକ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେହି ଅମଳିନ କୃତିତ୍ୱର ଅଧିକାରୀ ବୀରମାନଙ୍କର ଯଶ ଓ ଗୌରବ
ସବୁଦିନ ପାଇଁ ସମସ୍ତଙ୍କ ମନରେ ଅଭୁଲା ହୋଇ ରହିବ। କାରଣ ସେମାନଙ୍କର ଯଶସ୍ୱୀ କାର୍ଯ୍ୟ କେବେ ହେଲେ ମଳିନ ପଡ଼ିବ ନାହିଁ। ତାଙ୍କର ମରଦେହ ନଷ୍ଟ ହୋଇଗଲେ ବି ତାଙ୍କର ଯଶ କାଳ କାଳ ପାଇଁ ଏ ଜଗତ ନିକଟରେ ସ୍ମରଣୀୟ ହୋଇ ରହିବ। କବିତାଟିର ତୃତୀୟ ପଦଟି ହେଉଛି ପାଇକ ପୁଅର ଗାରିମା ଯାଥିଲା ସ୍ୱାଧୀନତା ଜାଗେ ଦେଲା ଆହୁତି ସେ ଜାତି ଦାୟାଦ ଆମେ ତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି। ଏଠାରେ କବି କହୁଛନ୍ତି କ'ଣ ନା ପାଇକ ପୁଅର ଗାରିମା, ପାଇକ ପୁଅର ଗୌରବ ଏବଂ କୀର୍ତ୍ତିରାଜି ଯାହା ସେ ସମୟରେ ରହିଥିଲା ତାହା ସ୍ୱାଧୀନତା ସଂଗ୍ରାମରେ ବଳିଦାନ ସ୍ୱରୂପ ଉତ୍ସର୍ଗ ହୋଇଥିଲା। ସ୍ୱାଧୀନତା ସଂଗ୍ରାମ ରୂପୀ ଯଜ୍ଞରେ ପାଇକ ଯୋଦ୍ଧା ରୂପୀ ସୈନିକମାନେ ନିଜକୁ ନିଜେ ଆହୁତି ଦେଉଥିଲେ। ସେହିଭଳି ଉତ୍ସର୍ଗୀକୃତ ପୂର୍ବପୁରୁଷମାନଙ୍କର ଆମେ ହେଉଛୁ ଦାୟାଦ ବା ଉତ୍ତରାଧିକାରୀ ବା ବଂଶଧର। ତେଣୁ ଏ ମନରୁ ସଂକୀର୍ଣ୍ଣତା ଦୂର କରି ସ୍ୱାର୍ଥ ମନୋଭାବକୁ ହୃଦୟରୁ ହଟାଇ ଦେଇ ଆସ ଦେଶମାତୃକାର ପବିତ୍ର ଧୂଳିକୁ ନିଜ ଅଙ୍ଗରେ ଲେପନ କରିବା ବୋଲି କବି ଏହି ଦେଶ ପ୍ରେମମୂଳକ କବିତାଟିରେ ଆମକୁ ବାରମ୍ବାର ଆହ୍ୱାନ କରିଛନ୍ତି। ତ କବିତାର ଚତୁର୍ଥ ପଦଟି ବର୍ତ୍ତମାନ ଏବେ ଆଲୋଚନା କରିବା। ଚତୁର୍ଥ ପଦଟି କହୁଛି ବର୍ତ୍ତମାନ କବିତାଟିର ଚତୁର୍ଥ ପଦଟିକୁ ଆମେ ଆଲୋଚନା କରିବା। ଚତୁର୍ଥ ପଦଟି କହୁଛି କ'ଣ ନା ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଜୀବ ତ କହିକି। ଅର୍ଥାତ୍ ତୋଷାଳୀ ହେଉଛି କ'ଣ ନା ତୋଷାଳୀ ହେଉଛି ପ୍ରାଚୀନ ଉତ୍କଳ ବା ଓଡ଼ିଶାର ରାଜଧାନୀ ଥିଲା। ସେହି ସ୍ଥାନ ଥିଲା ଧଉଳି ଓ ଖଣ୍ଡଗିରି ପାହାଡ଼ର ନିକଟବର୍ତ୍ତୀ ଅଞ୍ଚଳ। ବର୍ତ୍ତମାନ ଯାହା ସେହି ତୋଷାଳୀ ନାମକ ସ୍ଥାନଟି ଆଧୁନିକ ଭୁବନେଶ୍ୱର ନାମରେ ପରିଚିତ ଅଛି। ସେହି ସ୍ଥାନ ସଂଗ୍ରାମୀ ବୀରମାନଙ୍କର ରକ୍ତରେ ରଞ୍ଜିତ ହୋଇଥିଲା। ଶହ ଶହ ବୀର ସୈନିକଙ୍କ ରକ୍ତର ନଈ ପ୍ରବାହିତ ହୋଇଥିଲା। ଯୁଦ୍ଧକ୍ଷେତ୍ରରେ ସେହି ଉତ୍କଳୀୟ ବୀରମାନେ ସଂଗ୍ରାମୀ ଭାବରେ ବୀରଗତି ପ୍ରାପ୍ତ ହୋଇଥିଲେ ବି କେବେ ହେଲେ ଯୁଦ୍ଧକ୍ଷେତ୍ରରୁ ପଛ ଘୁଞ୍ଚା ଦେଇନଥିଲେ। ସେହି ବୀରମାନଙ୍କର ଗୌରବ ଗାଥାକୁ ଉତ୍କଳ ମାଟି କେବେ ହେଲେ ଭୁଲି ନାହିଁ। ବରଂ ପଚାରିଲେ ସେହି ବୀରମାନଙ୍କ ବୀରତ୍ୱର କଥାକୁ ସେ ବଖାଣି ବସିବ ବୋଲି କବି ଏଠାରେ ବିଚାର କରିଛନ୍ତି। କବିତାଟିର ପଞ୍ଚମ ପଦଟିକୁ ଆମେ ବର୍ତ୍ତମାନ ଆଲୋଚନା କ୍ଷେତ୍ରକୁ ଆଣିବା। ପଞ୍ଚମ ପଦଟି କହୁଛି ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା କାହିଁ କେଉଁ ଦେଶ ହେବ ତା ସରି। ଉତ୍କଳୀୟ ବୀରମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାର ମନୋଭାବ ନେଇ ଚଣ୍ଡାଶୋକ ରକ୍ତର ନଦୀ ବୁହାଇ ଦେଇଥିଲେ। କିନ୍ତୁ ଉତ୍କଳୀୟମାନଙ୍କ ବୀରତ୍ୱକୁ ହଟାଇ ପାରିନଥିଲେ। ବୀର ହୃଦୟକୁ ସେ ଜୟ କରିପାରିନଥିଲେ। କାରଣ ପ୍ରତ୍ୟେକ ଉତ୍କଳୀୟ ମନରେ ରହିଥିଲା ସ୍ୱାଭିମାନୀ ଅନୁଚିନ୍ତା। ଶାନ୍ତି ମୈତ୍ରୀ ପ୍ରୀତି ଭଳି ପବିତ୍ର ବିଚାରବୋଧ ପ୍ରତିଟି ଉତ୍କଳୀୟଙ୍କ ହୃଦୟରେ ଜାଗି ଉଠିଥିଲା। ଯାହାଫଳରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଶାନ୍ତିର ପବିତ୍ର ବାଣୀ। ସେ ବୁଝିପାରିଥିଲେ ଖଣ୍ଡା ତରବାରୀର ଜୟ ପ୍ରକୃତ ଜୟ ନୁହେଁ, ପ୍ରକୃତ ଜୟ ହେଉଛି ହୃଦୟର ଜୟ। ଏହିଭଳି ବିଚାରବୋଧ ଉନ୍ନତ ଚିନ୍ତାଧାରା କେବଳ ଉତ୍କଳରେ ହିଁ ସମ୍ଭବ। କବିଙ୍କ ବିଚାରରେ ଉତ୍କଳ ସହିତ ଦିବ୍ୟ ବିଚାରବୋଧକୁ ନେଇ ଆଉ କୌଣସି ଦେଶ ଆମ ଉତ୍କଳ ବା ଓଡ଼ିଶା ସମକକ୍ଷ ହୋଇପାରିବ ନାହିଁ। ଜାତି ପାଇଁ ଦିନେ ବାଳୁତ ଧରମା ଝାସିଥିଲା ପ୍ରାଣ ସାଗର ଜଳେ ଲିଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ। ଅର୍ଥାତ୍
12 ବର୍ଷର ସେଇ ବାଳୁତ ପୁଅ ଧରମା, ଯିଏ ନିଜ ପିତାଙ୍କ ସନ୍ଧାନରେ ଆସି ପହଞ୍ଚିଥିଲା କୋଣାର୍କ ମନ୍ଦିରର ତିଆରି ସ୍ଥାନରେ। କାରିଗର ମାନଙ୍କର ଦୁଃଖ ସେ ବୁଝିଥିଲା। ଅପୂର୍ବ ଶିଳ୍ପ କୌଶଳରେ କୋଣାର୍କ ମନ୍ଦିରର ଚୂଳ ବସାଇଥିଲା। ଶେଷରେ ଶିଳ୍ପୀ କୂଳର ଗୌରବ ରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲା। ମନ୍ଦିରର ଉପରି ଭାଗରୁ ସମୁଦ୍ର କୂଳକୁ ଲମ୍ଫ ପ୍ରଦାନ କରିଥିଲା। ନିଜ ଜୀବନ ବିନିମୟରେ ତା ଜାତି ଭାଇଙ୍କର ଜୀବନକୁ ସେ ରକ୍ଷା କରିଥିଲା। ସେହି ବାଳୁତ ବୀରର ବୀରତ୍ୱ କାହାଣୀ ସବୁଦିନ ପାଇଁ ଅଭୁଲା ରହିଅଛି ଆମ ସମଗ୍ର ଓଡ଼ିଶାର ଇତିହାସରେ। ଯେତେ ଦିନ ଯାଇ ଏ ଧରଣୀ ରହିଥିବ, ମାନବ ଶ୍ରେଣୀ ତିଷ୍ଠି ରହିଥିବେ, ସମସ୍ତେ ସେହି ବାଳୁତ ବୀର ଧରମାର ବୀର ଗାଥାକୁ ମନେ ପକାଉଥିବେ। ତ୍ୟାଗ ଆଦରସ ଜାତିର ମହତ୍ୱ, ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜହ୍ନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ତ୍ୟାଗ ଆଦରସ ଜାତିର ମହତ୍ୱ, এই ଉତ୍କଳ ମାଟିର ଅନ୍ୟତମ ବୀର ପୁତ୍ର ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ସେ ତ୍ୟାଗ ନୀତି ଆଦର୍ଶରେ ହୋଇଥିଲେ ଉଦ୍ବୁଦ୍ଧ। ବନ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଉତ୍କଳୀୟ ମାନଙ୍କର ବିପଦ ସମୟରେ ସେ ସଦା ସର୍ବଦା ଉପସ୍ଥିତ ହେଉଥିଲେ। ନିଜ ପରିବାର ଓ ରୋଗିଣା ପୁତ୍ର କଥା ଚିନ୍ତା ନ କରି ଚିନ୍ତା କରିଥିଲେ ବନ୍ୟାରେ ଖାଇବାକୁ ପାଉନଥିବା ଲୋକମାନଙ୍କର ଦୁଃଖ କଥାକୁ। ନିଜ ଜୀବନକୁ ବିପନ୍ନ କରି ସେ ଚୁଡ଼ା ଚାଉଳ ନେଇ ପହଞ୍ଚି ଯାଉଥିଲେ ଭୋକିଲା ମଣିଷଙ୍କ ନିକଟରେ। ତ୍ୟାଗ ଓ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଜାତିର ମହତ୍ୱ ରକ୍ଷା କରିବା ପାଇଁ, ଲୋକମାନଙ୍କୁ ବଞ୍ଚାଇ ରଖିବା ପାଇଁ ନିଜକୁ ସେ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ଜାତୀୟତାବୋଧ ଓ ମାନବ ପ୍ରୀତି ପାଇଁ ସେ ହୋଇଥିଲେ ଦରିଦ୍ର ଜନର ପ୍ରକୃତ ବନ୍ଧୁ ଗୋପବନ୍ଧୁ। ଉତ୍କଳ ମାଟିର ସେହି ବୀର ସନ୍ତାନ ଗୋପବନ୍ଧୁଙ୍କର ମହତ୍ୱକୁ କେବେ ହେଲେ ଅନ୍ୟ ସହିତ ତୁଳନା କରିହେବ ନାହିଁ। ତାଙ୍କର ସେବାପରାୟଣତାର ମହତ୍ୱ କଳନା କରିହେବ ନାହିଁ। ପରବର୍ତ୍ତୀ ପଦଟି କହୁଛି, ବାଜି ରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେହି, ତରପଣ କର ସେନାମ ଉଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ଢେଙ୍କାନାଳ ଜିଲ୍ଲାର ବୀର ବାଳକ ବାଜି ରାଉତ। ସେ ଛୋଟ ପିଲା ହେଲେ ବି ଫିରିଙ୍ଗି ଶାସକଙ୍କ ସମ୍ମୁଖୀନ ହୋଇଥିଲା। ସେହି ଶାସକ ଗୋଷ୍ଠୀଙ୍କୁ ସେ ଘାଟ ପାରି କରି ଦେଇନଥିଲା, କାରଣ ସେ ଜାଣିଥିଲା ସେହି ଫିରିଙ୍ଗି ସେନା ତାଙ୍କ ଦେଶ ଓ ଜାତିର ଶତ୍ରୁ। ସେନାମାନଙ୍କ ଗୁଳିରେ ସେ ପ୍ରାଣ ତ୍ୟାଗ କଲେ ବି ନିଜ କର୍ତ୍ତବ୍ୟ ପଥରୁ ଓହରି ନଥିଲା। ସେହି ନାଉରୀ ପିଲା ବାଜିଆର ନାଁ କାଳ କାଳ ପାଇଁ ଦେଶ ପ୍ରଗତିର ବାର୍ତ୍ତା ଶୁଣାଇଥିଲା। ସେ ସାଧାରଣ ନ ହୋଇ ହୋଇଥିଲା ଅସାଧାରଣ। ମୁକ୍ତି ପଥର ସେ ବୀର ସୈନିକ। ବାଜି ରାଉତଙ୍କ ପ୍ରତି କବି ଭକ୍ତିର ତର୍ପଣ ଜଣାଇଛନ୍ତି। ସ୍ୱାଧୀନତା ସଂଗ୍ରାମ ଇତିହାସରେ ତାହାର ବୀର କାହାଣୀ ଲିପିବଦ୍ଧ ହୋଇ ରହିଛି। ଏହି କବିତାଟିରେ କବି ବୀରକିଶୋର ଦେଶ ପ୍ରେମରେ ଉଦ୍ବୁଦ୍ଧ ଚରିତ୍ର ମାନଙ୍କର ଉଦାହରଣ ଦେଇ ନିଜ ମନରେ ରହିଥିବା ଜାତୀୟତା ବୋଧକୁ କବିତା ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି କବିତାଟିକୁ ଯେଉଁ ଆମେ ବୁଝିଥିଲେ, ପୁଙ୍ଖାନୁପୁଙ୍ଖ ଭାବରେ ଯାହା ବୁଝିଥିଲେ, ସେହି କବିତାଟିର କ୍ଲିଷ୍ଟ ଶବ୍ଦ ଗୁଡାକର ଅର୍ଥ ବର୍ତ୍ତମାନ ଜାଣିବା। ଉତ୍କଳୀୟ ର ଅର୍ଥ ହେଉଛି ଉତ୍କଳର ସନ୍ତାନ ବା ଓଡ଼ିଶାବାସୀ। ମଥା ଅର୍ଥ ମୁଣ୍ଡ, ଅମର ମୃତ୍ୟୁହୀନ ବା ଚିର ସ୍ମରଣୀୟ, ଯଶ ଖ୍ୟାତି ବା ସଦ୍ଗୁଣ, ଅମଳିନ ଚିରନ୍ତନ। ଜଗତ ପୃଥିବୀ। ଗାରିମା, ଗାରିମାର ଅର୍ଥ ହେଉଛି ଗୌରବ କିମ୍ବା ମହିମା। ଯାଗ ଯଜ୍ଞ ବା ହୋମ, ଆହୁତି ହୋମ ଅଗ୍ନିରେ ଘୃତ ଅର୍ପଣ ବା ହୋମ କଲା ସମୟରେ ଯେଉଁ ଘିଅ ଆମେ ଅର୍ପଣ କରୁଛେ ତାହାର ଅର୍ଥ ହେଉଛି ଏଇଟା। ଦାୟାଦ ଉତ୍ତରାଧିକାରୀ, ବିବୁଧି ବିଭୂତି, ସମୃଦ୍ଧି। ତୋଷାଳୀ ପ୍ରାଚୀନ ଓଡ଼ିଶାର ରାଜଧାନୀ, ବର୍ତ୍ତମାନ ଯାହା ଭୁବନେଶ୍ୱର ନାମରେ ପରିଚିତ, ତାକୁ ତୋଷାଳୀ ବୋଲି କୁହାଯାଉଥିଲା। ସମର, ସମରର ଅର୍ଥ ହେଉଛି ଯୁଦ୍ଧ। ପୂତ, ପୂତ ଅର୍ଥ ପବିତ୍ର।
ଦୀକ୍ଷା ବିଶେଷ କାର୍ଯ୍ୟ ସାଧନ ଲାଗି ସଂକଳ୍ପ। ସରି ସମାନ, ବାଳୁତ ବାଳକ, ସାଗରର ଅର୍ଥ ସମୁଦ୍ର, ଧରଣୀର ଅର୍ଥ ପୃଥିବୀ, କଳି ଅର୍ଥ କଳନା କରିବା ବା ଆକଳନ କରିବା, ପୁରାଣ ପୁରାଣ ଅର୍ଥ ଇତିହାସ ହେଇପାରିବ, ଧାର୍ମିକ ଗ୍ରନ୍ଥ ଗୁଡ଼ିକ ହେଇପାରିବ। ମିଳିତ ଭାବରେ ବା ଏକାଠି ହୋଇ, ସ୍ମରଣେ ମନେ ପକାଇ, ସର୍ବେ ସମସ୍ତେ, ପୂର୍ବର ବା ଅତୀତର ବା ଘଟି ଯାଇଥିବା ଘଟଣା ଗୁଡ଼ିକ ପୂର୍ବ ବୋଲି କୁହାଯାଏ। ପୂର୍ବରୁ ଯାହା ଘଟି ଯାଇଛି। ଆପେ ଆପେ, ଛାଏଁ ଛାଏଁ। ତ ଏହି କବିତାଟିରେ ଦୁଇ ଜଣ ପ୍ରଥମ ଦ୍ୱିତୀୟ ପଦରେ ଲେଖାଯାଇଛି, ପ୍ରଥମ ଦ୍ୱିତୀୟ ପଦରେ ଲେଖାଯାଇଛି ବକ୍ସି ଜଗବନ୍ଧୁ ଆଉ ଚାକ୍ଷୀ ଚନ୍ଦନ ହଜୁରୀଙ୍କ ନାମରେ। ବକ୍ସି ଜଗବନ୍ଧୁ ତାଙ୍କର ପୁରା ନାମ ହେଉଛି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ଆଉ ସେ ବକ୍ସି ଜଗବନ୍ଧୁ ଭାବରେ ଖୋର୍ଦ୍ଧାଗଡ଼ରେ ପରିଚିତ। ଖୋର୍ଦ୍ଧା ରାଜାଙ୍କର ସେ ଥିଲେ ବକ୍ସି। ଖୋର୍ଦ୍ଧା ପାଇକମାନଙ୍କୁ ମେଳି କରି ସେ ଇଂରେଜ ଶାସକଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ଚନ୍ଦନ ହଜୁରୀ ଯିଏକି ଚାକ୍ଷୀ ଖୁଣ୍ଟିଆ ନାମରେ ସେ ବେଶ ପରିଚିତ। ତାଙ୍କର ଅନ୍ୟ ନାମ ମଧ୍ୟ ଚାକ୍ଷୀ ଖୁଣ୍ଟିଆ। ସେ ଥିଲେ ଭାବରେ ଜଗନ୍ନାଥ ମନ୍ଦିରର ଜଣେ ସେବକ। 1857 ମସିହାରେ ଇଂରେଜ ମାନଙ୍କ ବିରୁଦ୍ଧରେ ଯେଉଁ ସଂଗ୍ରାମ ଜାରି ହୋଇଥିଲା ସେଥିରେ ସେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଯେଉଁ କବିତାଟିକୁ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ଆମେ ଆଲୋଚନା କରିଲେ, ମୁଁ ଏଥିରେ କିଛି ନୋଟ୍ସ ବନେଇ ଦେଇଛି। ତ ୟାର ପୃଷ୍ଠଭୂମି ବା ଉଦ୍ଦେଶ୍ୟଟା କ'ଣ ବର୍ତ୍ତମାନ ଆମେ ଦେଖିବା। ସମସ୍ତେ ଟିକେ ଧ୍ୟାନ ଦେଇକି ଦେଖିବ। ଏଇ ପୃଷ୍ଠଭୂମିଟିକୁ ଆମେ ଜାଣିଲେ ହିଁ ସରଳାର୍ଥ ଲେଖିପାରିବା ଏବଂ ତତ୍ ସହିତ ଆମର ମନର ଭାବନାଟାକୁ ସଜେଇ ପାରିବା। ଯଦି ଆମେ କବିତାଟିର ଟୋଟାଲ ଥିଙ୍କିଂଟାକୁ ଜାଣିପାରିବା, କ'ଣ କବି କେଉଁ ଉଦ୍ଦେଶ୍ୟରେ ଲେଖିଛନ୍ତି। ତ ଏଇ କବିତାର ପୃଷ୍ଠଭୂମି ହେଉଛି, ଏହି କବିତାଟିରେ କଳ୍ପନା ବିଳାସ ଅପେକ୍ଷା ସମୟ ଅନୁସାରୀ ଭାବ ପରିପ୍ରକାଶ କରି ଜାତୀୟ କବି ବୀର କିଶୋର ଜାତୀୟ ସଂଗ୍ରାମର ଉଦ୍ବୋଧନ ଦେଇଥିବାରୁ ତାଙ୍କୁ ଜାତୀୟ କବି କହିବା ଯଥାର୍ଥ। ଆଲୋଚ୍ୟ କବିତା ଆସ ଉତ୍କଳୀୟ କବିତାଟି କବିଙ୍କର ବୀର ଗୀତିକା କବିତା ସଂକଳନରୁ ସଂଗ୍ରହ କରାଯାଇଛି। ଆସ ଉତ୍କଳୀୟ କବିତା କବିଙ୍କର ସରଳ ଓ ହୃଦୟଗ୍ରାହୀ ଭାଷାରେ ରଚିତ, ଯାହା ପ୍ରତ୍ୟେକ ପାଠକଙ୍କୁ ଜାତି ଗଠନ ପାଇଁ ପ୍ରେରଣା ପ୍ରଦାନ କରେ। ଏଥିରେ କବି ଉତ୍କଳୀୟ ବା ଓଡ଼ିଆ ମାନଙ୍କୁ ଜାତୀୟତା ବୋଧରେ ଉଦ୍ବୁଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ଯେକୌଣସି ଦେଶ ଓ ଜାତିର କବିମାନେ ସ୍ୱାଧୀନତା ସଂଗ୍ରାମର ବହ୍ନି ଶିକ୍ଷା ପ୍ରଜ୍ୱଳିତ କରିବାକୁ ଦେଶାତ୍ମବୋଧକ କବିତାମାନ ରଚନା କରିଥାନ୍ତି। ଏହିସବୁ କବିତା ମାଧ୍ୟମରେ ଦେଶ ପ୍ରେମ, ଜାତୀୟ ସ୍ୱାଭିମାନର ମନ୍ତ୍ର ଉଚ୍ଚାରଣ, ଜାତିର ଅତୀତ ଐଶ୍ୱର୍ଯ୍ୟକୁ ପ୍ରଦର୍ଶନ ଓ ଯୋଗଜନ୍ମା ମହାପୁରୁଷ ମାନଙ୍କର ଅମର କାହାଣୀକୁ ଉପସ୍ଥାପିତ କରିଥାନ୍ତି ନିଜର ଲେଖନୀ ମାଧ୍ୟମରେ। ଏପରି କବିତାମାନ ଜାତୀୟ ଚରିତ୍ର ଗଠନ କରିବା ଓ ଦେଶ ଜାତି ପାଇଁ ଜୀବନକୁ ଉତ୍ସର୍ଗ କରିବାକୁ ଆବାଳ ବୃଦ୍ଧ ବନିତାଙ୍କୁ ପ୍ରେରଣା ଯୋଗାଇଥାଏ। ସେହି କ୍ରମରେ ଆସ ଉତ୍କଳୀୟ କବିତାରେ କବି ଓଡ଼ିଶାବାସୀଙ୍କ ପ୍ରାଣରେ ଜାତୀୟ ଚେତନାର ଜାଗରଣ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। ପୂର୍ବରୁ କବିତାଟିକୁ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିସାରିଛେ। ତଥାପି ସେହି କବିତା ଗୁଡ଼ିକର ପ୍ରତ୍ୟେକ ପଦର ଅର୍ଥକୁ ମୁଁ ଲେଖିଛି। ଆଶା କରୁଛି ତୁମମାନଙ୍କ କାମରେ ଲାଗିବ। ତ ପ୍ରଥମ ପଦଟି ଥିଲା, ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା, ସ୍ମରଣ ଯାହାର ଗରବେ ତୋହର, ଆପେ ଆପେ ନଇଁ ପଡ଼ିବ ମଥା। ଚାହିଁଲେ ତୁମମାନେ ବି ଏଇଟାକୁ ଲେଖିପାରିବ। ତ ବର୍ତ୍ତମାନ ଏଇ ପ୍ରଥମ ପଦଟିର ଅର୍ଥ ହେଉଛି କ'ଣ ନା, ତାକୁ ସଂକ୍ଷିପ୍ତରେ ମୁଁ ଲେଖିବାକୁ ଚେଷ୍ଟା କରିଛି। ଆସ ଉତ୍କଳୀୟ କବିତା ଏକ ଦେଶପ୍ରେମମୂଳକ ସୃଷ୍ଟି। ଏଥିରେ କବି ଉତ୍କଳ ବା ଓଡ଼ିଆ ମାନଙ୍କୁ ଜାତୀୟତା ବୋଧରେ ଉଦ୍ବୁଦ୍ଧ ହେବାକୁ ଆହ୍ୱାନ ଜଣାଇଛନ୍ତି। ସେମାନଙ୍କୁ କବି ଉତ୍କଳୀୟ ଭାବରେ ସମ୍ବୋଧନ କରିଛନ୍ତି। କବି କହିଛନ୍ତି, ହେ ଉତ୍କଳବାସୀ, ହେ ଓଡ଼ିଶାର ସନ୍ତାନମାନେ ସମସ୍ତେ ଜାତୀୟତା ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ମିଳିତ ଭାବରେ ପ୍ରସ୍ତୁତ ହୁଅ। କବି ଉତ୍କଳୀୟ ମାନଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବା ପାଇଁ ଏହି ମାଟିର, ଏହି ଜାତିର ପୂର୍ବ ପୁରୁଷଙ୍କର ଗୌରବମୟ ଗାଥାର ବର୍ଣ୍ଣନା କରିଛନ୍ତି। କବିଙ୍କ ମତରେ ସେହି ଗୌରବର କଥାକୁ ସ୍ମରଣ କଲେ ବା ମନେ ପକାଇଲେ ଉତ୍କଳୀୟ ମାନଙ୍କର ମଥା ଆପେ ଆପେ ନଇଁଯିବ। ଦେଶ ମାତୃକାର ପାଦ ତଳେ
ନିଜକୁ ସମର୍ପଣ କରିବା ପାଇଁ ସ୍ୱତଃ ଇଚ୍ଛା ସୃଷ୍ଟି ହେବ। ଦ୍ୱିତୀୟ ପାରାଗ୍ରାଫଟି ଥିଲା ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ ଅମଳିନ ପରା ତାହା ଜଗତେ। ଖୋର୍ଦ୍ଧାର ପାଇକବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଯିଏକି ନିଜ ଜନ୍ମଭୂମିର ଟେକ ରଖିବା ପାଇଁ ଇଂରେଜମାନଙ୍କ ସହିତ ଯୁଦ୍ଧ କରିଥିଲେ, ସେ ଆଜି ଆଉ ନାହାନ୍ତି। ସେହିପରି ପୁରୀର ଯୋଦ୍ଧା ଚନ୍ଦନ ହଜୁରୀ ମଧ୍ୟ ଜାତିର ଟେକ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେହି ଅମଳିନ କୃତିତ୍ୱର ଅଧିକାରୀ ବୀରମାନଙ୍କର ଯଶ ଓ ଗୌରବ ସବୁଦିନ ପାଇଁ ସମସ୍ତଙ୍କ ମନରେ ଅଭୁଲା ହୋଇ ରହିବ। ତାଙ୍କର ଯଶସ୍ୱୀ କାର୍ଯ୍ୟ କେବେ ହେଲେ ମଳିନ ପଡ଼ିବ ନାହିଁ। ତାଙ୍କର ମରଦେହ ନଷ୍ଟ ହୋଇଗଲେ ବି ତାଙ୍କର ଯଶ କାଳ କାଳ ପାଇଁ ଜଗତ ନିକଟରେ ସ୍ମରଣୀୟ ହୋଇ ରହିବ। ତୃତୀୟ ପଦଟି ଥିଲା ପାଇକ ପୁଅର ଗାରିମା ଯାଥିଲା ସ୍ୱାଧୀନତା ଜାଗେ ଦେଲା ଆହୁତି, ସେ ଜାତି ଦାୟାଦ ଆମେ ତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି। ତ ପାଇକ ପୁଅର ଗରିମା ବା ଗୌରବ କୀର୍ତ୍ତିରାଜି ଯାହା ସେ ସମୟରେ ରହିଥିଲା ତାହା ସ୍ୱାଧୀନତା ସଂଗ୍ରାମରେ ବଳିଦାନ ସ୍ୱରୂପ ଉତ୍ସର୍ଗ ହୋଇଥିଲା। ସ୍ୱାଧୀନତା ସଂଗ୍ରାମ ରୂପୀ ଯଜ୍ଞରେ ପାଇକ ଯୋଦ୍ଧା ରୂପୀ ସୈନିକ ମାନେ ନିଜକୁ ନିଜେ ଆହୁତି ଦେଇଥିଲେ, ଆହୁତି ବା ଆତ୍ମବଳିଦାନ ଦେଇଥିଲେ। ସେହିଭଳି ଉତ୍ସର୍ଗୀକୃତ ପୂର୍ବପୁରୁଷ ମାନଙ୍କର ଆମେ ହେଉଛୁ ଦାୟାଦ ବା ବଂଶଧର। ତେଣୁ ମନରୁ ସଂକୀର୍ଣ୍ଣତା ଦୂର କରି ସ୍ୱାର୍ଥ ମନୋଭାବକୁ ହୃଦୟରୁ ହଟାଇ ଦେଇ ଆସ ଦେଶ ମାତୃକାର ପବିତ୍ର ଧୂଳିକୁ ନିଜ ଅଙ୍ଗରେ ଲେପନ କରିବା ବୋଲି କବି ଏଠାରେ କହିଛନ୍ତି। ଚତୁର୍ଥ ପଦଟି ଥିଲା ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। ତୋଷାଳୀ ହେଉଛି ପ୍ରାଚୀନ ଉତ୍କଳର ରାଜଧାନୀ। ସେହି ସ୍ଥାନ ଥିଲା ଧଉଳି ଓ ଖଣ୍ଡଗିରି ପାହାଡ଼ର ନିକଟବର୍ତ୍ତୀ ଅଞ୍ଚଳ। ତାହା ଅଧୁନା ବା ବର୍ତ୍ତମାନ ଆଧୁନିକ ଭୁବନେଶ୍ୱର ନାମରେ ନାମିତ ବା ପରିଚିତ। ସେହି ସ୍ଥାନ ସଂଗ୍ରାମୀ ବୀରମାନଙ୍କର ରକ୍ତରେ ରଞ୍ଜିତ ହୋଇଥିଲା। ଶହ ଶହ ବୀର ସୈନିକଙ୍କ ରକ୍ତରେ ନଈ ପ୍ରବାହିତ ହୋଇଥିଲା। ଯୁଦ୍ଧକ୍ଷେତ୍ରରେ ସେହି ଉତ୍କଳୀୟ ବୀରମାନେ ସଂଗ୍ରାମୀ ଭାବରେ ବୀରଗତି ପ୍ରାପ୍ତ ହୋଇଥିଲେ ବି କେବେ ହେଲେ ପଛଘୁଞ୍ଚା ଦେଇନଥିଲେ। ସେହି ବୀରମାନଙ୍କର ଗୌରବ ଗାଥାକୁ ଉତ୍କଳ ମାଟି କେବେ ହେଲେ ଭୁଲି ନାହିଁ, ବରଂ ପଚାରିଲେ ସେହି ବୀରମାନଙ୍କ ବୀରତ୍ୱର କଥାକୁ ସେ ବଖାଣି ବସିବ ବୋଲି କବି ବିଚାର କରିଛନ୍ତି। ପଞ୍ଚମ ପଦଟି ଥିଲା ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣିଜ୍ୟ ହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା କାହିଁ କେଉଁ ଦେଶ ହେବ ତା ସରି। ଏଠାରେ କବି କହିଛନ୍ତି ଉତ୍କଳୀୟ ବୀରମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାର ମନୋଭାବ ନେଇ ଚଣ୍ଡାଶୋକ ରକ୍ତର ନଦୀ ବୁହାଇ ଦେଇଥିଲା ସିନା, ହେଲେ ଉତ୍କଳୀୟ ମାନଙ୍କ ବୀରତ୍ୱକୁ ହଟାଇ ପାରିନଥିଲା। ବୀର ହୃଦୟକୁ ସେ ଜୟ କରିପାରିନଥିଲା, କାରଣ ପ୍ରତ୍ୟେକ ଉତ୍କଳୀୟ ମନରେ ରହିଥିଲା ସ୍ୱାଭିମାନୀ ଅଞ୍ଚିନ୍ତା। ଶାନ୍ତି ମୈତ୍ରୀ ପ୍ରୀତି ଭଳି ପବିତ୍ର ବିଚାରବୋଧ ଭରି ରହିଥିଲା, ଯାହାଫଳରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଶାନ୍ତିର ପବିତ୍ର ବାଣୀ। ସେ ବୁଝି ସାରିଥିଲେ ଖଣ୍ଡା ତରବାରୀର ଜୟ ପ୍ରକୃତ ଜୟ ନୁହେଁ, ପ୍ରକୃତ ଜୟ ହେଉଛି ହୃଦୟର ଜୟ। ଏହିଭଳି ବିଚାରବୋଧ ଉନ୍ନତ ଚିନ୍ତାଧାରା କେବଳ ଉତ୍କଳରେ ହିଁ ସମ୍ଭବ। କବିଙ୍କ ବିଚାରରେ ଉତ୍କଳ ସହିତ ଦିବ୍ୟ ବିଚାରବୋଧକୁ ନେଇ ଆଉ କୌଣସି ଦେଶ ସମକକ୍ଷ ହୋଇପାରିବେ ନାହିଁ। ଷଷ୍ଠ ପଦଟି ଥିଲା ଜାତି ପାଇଁ ଦିନେ ବାଳୁତ ଧରମା ଝାସି ଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ। ସେଇ 12 ବର୍ଷର ବାଳୁତ ପୁଅ ଧରମା ପିତାଙ୍କ ସନ୍ଧାନରେ ଆସି ପହଞ୍ଚିଥିଲା କୋଣାର୍କ ମନ୍ଦିର ତିଆରି ସ୍ଥାନରେ। କାରିଗର ମାନଙ୍କର ଦୁଃଖ ସେ ବୁଝିଥିଲା। ଅପୂର୍ବ ଶିଳ୍ପ କୌଶଳରେ କୋଣାର୍କ ମନ୍ଦିରର ଚୂଳ ବସାଇଥିଲା। ଶେଷରେ ଶିଳ୍ପୀ କୂଳର ଗୌରବ ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା। ମନ୍ଦିରର ଉପରି ଭାଗରୁ ସମୁଦ୍ର କୂଳକୁ ଲମ୍ଫ ପ୍ରଦାନ କରିଥିଲା। ନିଜ ଜୀବନ ବିଷୟରେ ତାର ଜାତି ଭାଇଙ୍କର ଜୀବନ ରକ୍ଷା କରିଥିଲା। ସେହି ବାଳୁତ ବୀରର ବୀରତ୍ୱ କାହାଣୀ ସବୁଦିନ ପାଇଁ ଅଭୁଲା ହୋଇ ରହିଅଛି। ଯେତେ ଦିନ ଯାଏ ଏ ଧରଣୀ ରହିଥିବ, ମାନବ ଶ୍ରେଣୀ ତିଷ୍ଠି ରହିଥିବେ, ସମସ୍ତେ ଧର୍ମର ବୀର ଗାଥାକୁ ମନେ ପକାଉଥିବେ। ପରବର୍ତ୍ତୀ ପଦଟି ଥିଲା ତ୍ୟାଗ ଆଦର ସହ ଜାତିର ମହତ୍ୱ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି। ଉତ୍କଳ ମାଟିର
ଅନ୍ୟତମ ବୀରପୁତ୍ର ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ସେ ତ୍ୟାଗ ଆଦର୍ଶରେ ହୋଇଥିଲେ ଉଦ୍ବୁଦ୍ଧ। ବନ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଉତ୍କଳୀୟ ମାନଙ୍କର ବିପଦ ସମୟରେ ସେ ଉପସ୍ଥିତ ହୋଇଥିଲେ। ନିଜ ପରିବାର ଓ ରୋଗିଣା ପୁତ୍ର କଥା ଚିନ୍ତା କରିଥିଲେ ବନ୍ୟାରେ ଖାଇବାକୁ ପାଉନଥିବା ଲୋକମାନଙ୍କର ଦୁଃଖ କଥାକୁ। ନିଜ ଜୀବନକୁ ବିପନ୍ନ କରି ସେ ଚୁଡ଼ା ଚାଉଳ ନେଇ ପହଞ୍ଚିଥିଲେ ଭୋକିଲା ମଣିଷଙ୍କ ନିକଟରେ। ତ୍ୟାଗ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଜାତିର ମହତ୍ଵ ରକ୍ଷା କରିବା ପାଇଁ, ଲୋକମାନଙ୍କୁ ବଞ୍ଚାଇ ରଖିବା ପାଇଁ ନିଜକୁ ସେ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ଜାତୀୟତାବୋଧ ଓ ମାନବ ପ୍ରୀତି ପାଇଁ ସେ ହୋଇଥିଲେ ଦରିଦ୍ର ଜନର ପ୍ରକୃତ ବନ୍ଧୁ। ଉତ୍କଳ ମାଟିର ସେହି ବୀର ସନ୍ତାନ ଗୋପବନ୍ଧୁଙ୍କର ମହତ୍ଵକୁ କେବେ ହେଲେ ଅନ୍ୟ ସହିତ ତୁଳନା କରିହେବ ନାହିଁ। ତାଙ୍କ ସେବା ପରାୟଣତାର ମହତ୍ଵ କେବେ ବି କଳନା କରିହେବ ନାହିଁ। ପରବର୍ତ୍ତୀ ପଦ ଥିଲା, ବାଜି ରାଉତର ନାଁ ଲୁଚି ନାହିଁ ମୁକତ ପଥର ସୈନିକ ସେହି, ତରପଣକର ସେନାମ ଉଚାରି ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ଢେଙ୍କାନାଳର ବୀର ବାଳକ ବାଜି ରାଉତ ସେ ଛୋଟ ପିଲା ହେଲେ ବି ଫିରିଙ୍ଗି ଶାସକଙ୍କ ସମ୍ମୁଖୀନ ହୋଇଥିଲା। ସେହି ଶାସକ ଗୋଷ୍ଠୀଙ୍କୁ ସେ ଘାଟ ପାରି କରି ଦେଇନଥିଲା, କାରଣ ସେ ଜାଣିଥିଲା ସେହି ଫିରିଙ୍ଗି ସେନା ତାଙ୍କ ଦେଶ ଓ ଜାତିର ଶତ୍ରୁ। ସେନାମାନଙ୍କ ଗୁଳିରେ ସେ ପ୍ରାଣ ତ୍ୟାଗ କଲେ ବି ନିଜ କର୍ତ୍ତବ୍ୟ ପଥରୁ ସେ ଓହରି ନଥିଲା। ସେହି ନାଉରୀ ପିଲା ବାଜିଆର ନାଁ କାଳ କାଳ ପାଇଁ ଦେଶ ପ୍ରଗତିର ବାର୍ତ୍ତା ଶୁଣାଉଥିଲା। ସେ ସାଧାରଣ ନ ହୋଇ ହୋଇଥିଲା ଅସାଧାରଣ। ମୁକ୍ତି ପଥର ସେ ବୀର ସୈନିକ। ବାଜି ରାଉତଙ୍କ ପ୍ରତି କବି ଭକ୍ତିର ତର୍ପଣ ଜଣାଇଛନ୍ତି। ସ୍ୱାଧୀନତା ସଂଗ୍ରାମ ଇତିହାସରେ ତାହାର ବୀର କାହାଣୀ ଲିପିବଦ୍ଧ ହୋଇ ରହିଛି। ଏହି କବିତାଟିରେ ଜାତୀୟ କବି ବୀରକିଶୋର ଦାସ ଦେଶ ପ୍ରେମରେ ଉଦ୍ବୁଦ୍ଧ ହୋଇଥିବା ପ୍ରତ୍ୟେକଟି ଚରିତ୍ର ମାନଙ୍କର ଉଦାହରଣ ଦେଇ ନିଜ ମନରେ ରହିଥିବା ଜାତୀୟତା ବୋଧକୁ ପରିପ୍ରକାଶ କରିଛନ୍ତି। ଆଶା କରୁଛି ସମ୍ପୂର୍ଣ୍ଣ ଭାବରେ ସମସ୍ତେ ବୁଝି ସାରିଥିବେ। ତ ବର୍ତ୍ତମାନ ଆମେ ଯାହା ଯାହା ଆଲୋଚନା କଲେ, ଯେଉଁ ବିଷୟ ଗୁଡ଼ିକ ସବୁ ଆଲୋଚନା କଲେ, କବିତାଟିର ପ୍ରତ୍ୟେକ ପଦଟିକୁ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛେ। ତ ଏବେ ଆମେ ଏହି କବିତାରେ ଯାହା ଯାହା ପଢିଲେ ସବୁ ଗୁଡାକୁ ଆମେ ସଂକ୍ଷେପଣ କରିବା ବା ମନେ ରଖିବା। କଣ କଣ ଆମେ ପଢିଲେ କିଛି ସର୍ଟ ନୋଟ କରିଛି, ଆଶା କରୁଛି କାମରେ ଲାଗିବ। ପ୍ରଥମେ ଆମେ କବିଙ୍କ ପରିଚୟରେ ପଢିଥିଲେ। ଜାତୀୟ କବି ବୀରକିଶୋରଙ୍କର ସରଳ ଭାଷାରେ ରଚିତ ଜ୍ୱାଳାମୟୀ କବିତା ଗୁଡିକ ମୁକ୍ତିକାମୀ ଜନମାନସରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା। ସେଇ କବିତା ଗୁଡିକୁ ପଢିବା ସାରିବା ପରେ ଦେଶ ପ୍ରେମ ହିଁ ଜାଗ୍ରତ ହେଇ ଆସୁଥିଲା ସମସ୍ତ ଉତ୍କଳୀୟ ମାନଙ୍କ ମନରେ ବା ଓଡ଼ିଶାବାସୀଙ୍କ ମନରେ। ଓଡ଼ିଶାର ପୂର୍ବ ଗୌରବ ଓ ମହିମା ସ୍ମରଣ କରିଲେ ଆମର ମଥା ଆପେ ଆପେ ନଇଁଯାଏ। ଏଟା କବିତାଟିର ଦ୍ୱିତୀୟ ପଦରେ ଥିଲା। ବକ୍ସି ଜଗବନ୍ଧୁ ଓ ଚାଖି ଖୁଣ୍ଟିଆ ଯାହାଙ୍କର ଅନ୍ୟ ନାମ ଚନ୍ଦନ ହଜୁରୀ କେବେଠାରୁ ସ୍ୱର୍ଗବାସୀ ହେଲେ ମଧ୍ୟ ସେମାନଙ୍କର କୀର୍ତ୍ତି ଆଜି ମଧ୍ୟ ସ୍ମରଣୀୟ ବା ଚିର ସ୍ମରଣୀୟ ହୋଇ ରହିଛି, ରହିଥିଲା, ରହିଥିବ ମଧ୍ୟ। ଓଡ଼ିଆ ପାଇକ ମାନଙ୍କର ବୀରତ୍ୱର ତୁଳନା ନାହିଁ। ଆମେ ସେଇ ବୀର ପୁରୁଷ ମାନଙ୍କର ଉତ୍ତରାଧିକାରୀ। ଦୟାନଦୀ କୂଳସ୍ଥ ତୋଷାଳୀ ଠାରେ, ତୋଷାଳୀ ଅଧୁନା ଭୁବନେଶ୍ୱର ବା ବର୍ତ୍ତମାନର ଭୁବନେଶ୍ୱର, ଯାହା ସେ ସମୟରେ ଉତ୍କଳ ରାଜଧାନୀ ଥିଲା। ଏ କଳିଙ୍ଗ ଯୁଦ୍ଧ ସେଇଠାରେ ହିଁ ସଂଗଠିତ ହୋଇଥିଲା। ଜନ୍ମଭୂମିର ସ୍ୱାଭିମାନ ପାଇଁ ପ୍ରାଚୀନ କଳିଙ୍ଗବାସୀଙ୍କ ପ୍ରାଣମୂର୍ଚ୍ଛା ଲଢ଼େଇ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା। ପରବର୍ତ୍ତୀ ପଏଣ୍ଟ ହେଉଛି କଣ ନା, ପ୍ରାଚୀନ ଠାରୁ ଆଧୁନିକ ଯୁଗ ଯାଏ ଓଡ଼ିଶାର ଧର୍ମ ଓ ଅହିଂସାର ବାଣୀ ପ୍ରଚାର କରି ଆସିଛି। ବୀର ବାଳକ ଧର୍ମପଦ ନିଜ ଜାତି ପାଇଁ ପ୍ରାଣ ଉତ୍ସର୍ଗ କରିଦେଇଥିଲା। ଦୁଃଖୀ ରଖି ଦିନ ଦରିଦ୍ରଙ୍କ ପାଇଁ ପ୍ରାଣ କାନ୍ଦୁଥିବା ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନକୁ କେହି କେବେ କଳ୍ପନା କରିପାରିବେ ନାହିଁ ବା କଳନା କରିପାରିବ ନାହିଁ। ତା ପରବର୍ତ୍ତୀ ପଏଣ୍ଟଟା, ମୁକ୍ତି ପଥର ସୈନିକ ବାଜି ରାଉତଙ୍କର ନାମ ଇତିହାସ ପୃଷ୍ଠାରେ ଚିର ଅମଳିନ ହୋଇ ରହିଅଛି ଏବଂ ଚିର ଭାସ୍ୱର ହୋଇ ରହିଅଛି। ତାପରେ ଶେଷ ପଏଣ୍ଟଟି ଯାହା ମୁଁ ଲେଖିଛି, ସ୍ୱାଧୀନତା ସଂଗ୍ରାମ ଇତିହାସର ପୃଷ୍ଠା ଓଲଟାଇଲେ ଅନେକ ମୁକ୍ତିକାମୀଙ୍କ ନାମ ଉଚ୍ଚାରିତ ହୋଇଥାଏ। ଆଶା କରୁଛି ସମ୍ପୂର୍ଣ୍ଣ ରୂପରେ ବୁଝିପାରିଥିବେ। ଯଦି କୌଣସି ଅସୁବିଧା ରୁହେ ବୁଝିବାରେ, ତେବେ ନିଶ୍ଚିତ ଭାବରେ କମେଣ୍ଟ କରିବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ନିହାତି ସେୟାର ଟିକେ କରିବେ। ଧନ୍ୟବାଦ।